ଭାରତ ବିଶ୍ୱ ସ୍ତରରେ ପ୍ରମୁଖ ଅର୍ଥନୈତିକ ସଫଳତା ହାସଲ କରିଛି, ଜାପାନକୁ ପଛରେ ପକାଇ ଦେଇଛି। ସର୍ବଶେଷ ଅର୍ଥନୈତିକ ସମୀକ୍ଷା ରିପୋର୍ଟ ଅନୁଯାୟୀ ନାମମାତ୍ର ଜିଡିପି ଦୃଷ୍ଟିରୁ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି। ସରକାର ତଥ୍ୟ ଅନୁଯାୟୀ ଭାରତର ଜିଡିପି 4.18 ଟ୍ରିଲିୟନରେ ପହଞ୍ଚିଛି, ଯେତେବେଳେ ଜାପାନ ଏବେ ପଞ୍ଚମ ସ୍ଥାନକୁ ଖସି ଆସିଛି। କେନ୍ଦ୍ର ସରକାର ନିଶ୍ଚିତ ଯେ ଭାରତ ଆଗାମୀ 2.5 ରୁ 3 ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇବ। ପରବର୍ତ୍ତୀ ସମୟରେ ଆମେରିକା ଏବଂ ଚୀନ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ପାଲଟିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF 2026ର ପ୍ରଥମାର୍ଦ୍ଧରେ ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରିବ ବୋଲି ଆଶା କରାଯାଉଛି। ଗତ 10 ବର୍ଷ ମଧ୍ୟରେ ଭାରତୀୟ ଆର୍ଥିକ ବ୍ୟବସ୍ଥାର ଆକାର ଦ୍ୱିଗୁଣିତ ହୋଇଛି। ଦୃଢ଼ ମୌଳିକତା ଯୋଗୁଁ ଭାରତ ଭବିଷ୍ୟତରେ ଆହୁରି ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ। ଆସିଲା ପରବର୍ତ୍ତୀ ଖବର। ଯଦି ଆପଣ ଆଜି ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଆପଣଙ୍କ ସହରର ସର୍ବଶେଷ ସୁନା ମୂଲ୍ୟ ଯାଞ୍ଚ କରନ୍ତୁ। ଭାରତୀୟ ବଜାରରେ ସୁନା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି। ଆଜି 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 1,35,060ରେ ପହଞ୍ଚିଛି, ଯେତେବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,23,800ରେ ରେକର୍ଡ କରାଯାଉଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,35,210 ଟଙ୍କାରେ କାରବାର ହେଉଛି। ଦକ୍ଷିଣ ଭାରତର ଏକ ପ୍ରମୁଖ ସହର ଚେନ୍ନାଇରେ ମୂଲ୍ୟ ସର୍ବାଧିକ, ଯେଉଁଠାରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,36,140ରେ ପହଞ୍ଚିଛି। ମୁମ୍ବାଇ ଏବଂ କୋଲକାତା ଭଳି ମହାନଗର ଗୁଡ଼ିକରେ ମଧ୍ୟ ସୁନା ମୂଲ୍ୟ ସ୍ଥିର ରହିଛି। ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହା ପ୍ରତି କିଲୋଗ୍ରାମ 2,38,000ର ରେକର୍ଡ ସର୍ବୋଚ୍ଚ ସ୍ତରରେ କାରବାର କରୁଛି। ନିବେଶ କରିବା ପୂର୍ବରୁ ଏହି ମୂଲ୍ୟଗୁଡ଼ିକୁ ତୁଳନା କରିବାକୁ ନିଶ୍ଚିତ କରନ୍ତୁ। ଆସିଲା ପରବର୍ତ୍ତୀ ଖବର। ନୂତନ ବର୍ଷ 2026ର ପ୍ରଥମ ଦିନରେ ସାଧାରଣ ଲୋକ ମୁଦ୍ରାସ୍ଫୀତି ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ଏକ ବଡ଼ ବୃଦ୍ଧି ଘୋଷଣା କରିଛନ୍ତି। ଜାନୁଆରୀ 1 ତାରିଖରୁ ଲାଗୁ ହେଉଥିବା 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ପ୍ରତି ସିଲିଣ୍ଡର ପାଇଁ 111 ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ସିଲିଣ୍ଡର ଏବେ ଦିଲ୍ଲୀରେ 1,651.50 ଏବଂ ମୁମ୍ବାଇରେ 1,642.50 ନୂତନ ମୂଲ୍ୟରେ ଉପଲବ୍ଧ ହେବ। ତଥାପି ଏହା ବହୁତ ଆଶ୍ୱସ୍ତିର ବିଷୟ ଯେ 14 କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ପୂର୍ବରୁ ଡିସେମ୍ବର ଏବଂ ନଭେମ୍ବରରେ ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ ନିରନ୍ତର ହ୍ରାସ କରାଯାଇଥିଲା, ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେଇଥିଲା। ତଥାପି ବର୍ଷ ଆରମ୍ଭରେ ଏହି ହଠାତ୍ ବୃଦ୍ଧି ଯୋଗୁଁ ଏବେ ବାହାରକୁ ଖାଇବା ଏବଂ ହୋଟେଲ ବିଲ୍ ଖର୍ଚ୍ଚ ବଢ଼ିପାରେ। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟ ଏପ୍ରିଲର ପୁରୁଣା ସ୍ତରରେ ସ୍ଥିର ରହିଛି। ଆସିଲା ପରବର୍ତ୍ତୀ ଖବର। କେନ୍ଦ୍ର ସରକାର ଫେବୃଆରୀ 1 ତାରିଖରୁ ତମ୍ବାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି କଠୋର ପଦକ୍ଷେପ ସିଗାରେଟ୍ ଏବଂ ଗୁଟ୍ଖା ଭଳି ଉତ୍ପାଦକୁ ପୂର୍ବ ଅପେକ୍ଷା ମହଙ୍ଗା କରିବ। ନୂତନ ନିୟମ ଅନୁଯାୟୀ ଅର୍ଥ ମନ୍ତ୍ରାଳୟ ସିଗାରେଟ୍ ଆକାର ଉପରେ ଆଧାରିତ ଏକ ଭାରୀ ଟିକସ ଲାଗୁ କରିଛି। ଏହି ବର୍ଦ୍ଧିତ ଶୁଳ୍କ ବର୍ତ୍ତମାନ ଭାରତର ପ୍ରାୟ 10 କୋଟି ଧୂମପାନକାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନୂତନ ଟିକସ ଏବେ ତମ୍ବାଖୁ ଏବଂ ପାନ ମସଲା ଉପରେ 40% GST ସହିତ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ। ଏହି ଖବର ପରେ ITC ଭଳି ପ୍ରମୁଖ କମ୍ପାନୀଗୁଡ଼ିକର ସେୟାର ମଧ୍ୟ ସେୟାର ବଜାରରେ ବହୁତ ହ୍ରାସ ପାଇଛି। ଏବେ ଗ୍ରାହକମାନଙ୍କୁ ପ୍ରତ୍ୟେକ ପପ୍ ସିଗାରେଟ୍ ପାଇଁ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡ଼ିବ। ରାଜସ୍ୱ ବୃଦ୍ଧି ଏବଂ ବ୍ୟବହାର ହ୍ରାସ କରିବା ପାଇଁ ସରକାର ଏହି ନୂତନ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ଧୂମପାନ ଏବେ ସାଧାରଣ ଲୋକଙ୍କ ପାଇଁ ଏକ ମହଙ୍ଗା ପ୍ରସ୍ତାବ ପ୍ରମାଣିତ ହେବ। ଆସିଲା ପରବର୍ତ୍ତୀ ଖବର। eKYCର ଶେଷ ତାରିଖକୁ 2 ମାସ ବୃଦ୍ଧି କରାଯାଇଥିବାରୁ ରାସନ କାର୍ଡ ଧାରକମାନେ ଏକ ବଡ଼ ଆଶ୍ୱସ୍ତି ପାଇବେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶେଷ ତାରିଖ ପରେ ହିତାଧିକାରୀମାନଙ୍କୁ ଅତିରିକ୍ତ ସମୟ ଦେଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟର 96% ହିତାଧିକାରୀ ସେମାନଙ୍କର ଯାଞ୍ଚ ସମାପ୍ତ କରିଛନ୍ତି। ସରକାର ପ୍ରାୟ 3,25,00,000 ଲୋକଙ୍କ ତଥ୍ୟ ଅପଡେଟ୍ କରିବାକୁ ଲକ୍ଷ୍ୟ ରଖିଥିଲେ। ତଥାପି ରାଜ୍ୟର 13 ଲକ୍ଷ ଲୋକ ଏପର୍ଯ୍ୟନ୍ତ ସେମାନଙ୍କର ଯାଞ୍ଚ ସମାପ୍ତ କରିନାହାନ୍ତି। ଭଲ ଖବର ହେଉଛି ଯେ eKYC ନଥିବା ଲୋକମାନେ ମଧ୍ୟ ପୂର୍ବପରି ରାସନ ପାଇବା ଜାରି ରଖିବେ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 1,42,000 ହିତାଧିକାରୀ ଯାଞ୍ଚ ପାଇଁ ବାକି ଅଛନ୍ତି। ତଥାପି ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍ ସଂଖ୍ୟା ଅଛି, କିନ୍ତୁ ବିଭାଗ କଠିନ ପରିଶ୍ରମ କରୁଛି। ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ କୌଣସି ଯୋଗ୍ୟ ବ୍ୟକ୍ତି ରାସନରୁ ବଞ୍ଚିତ ନ ହୁଅନ୍ତି। ଯେଉଁମାନେ ବାଦ୍ ପଡ଼ିଛନ୍ତି ସେମାନେ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଏବେ 60 ଦିନ ସମୟ ପାଇଛନ୍ତି। ରାସନ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଯୋଗାଣ ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସିଲା ପରବର୍ତ୍ତୀ ଖବର।
ରେଳବାଇ ଆଧାର ଯାଞ୍ଚିତ ବ୍ୟବହାରକାରୀଙ୍କ ପାଇଁ ଟିକେଟ୍ ବୁକିଂ ସମୟକୁ ବୃଦ୍ଧି କରିଛି, ଯାହା ଆଶ୍ୱସ୍ତି ପ୍ରଦାନ କରୁଛି। ନୂତନ ନିୟମ ଅନୁଯାୟୀ ଆଧାର ବ୍ୟବହାରକାରୀମାନେ ଏବେ ଆରକ୍ଷଣରେ ପ୍ରଥମ ଦିନରେ ସକାଳ 8ଟାରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ବୁକ୍ କରିପାରିବେ। ଦଲାଲମାନଙ୍କୁ ରୋକିବା ଏବଂ ଯାତ୍ରୀମାନଙ୍କୁ ନିଶ୍ଚିତ ସିଟ୍ ପାଇବାକୁ ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥା ଡିସେମ୍ବର 29 ତାରିଖ 2025ରୁ କାର୍ଯ୍ୟକାରୀ ହୋଇଛି ଏବଂ ସମୟ ମଧ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବ। ଜାନୁଆରୀ 12 ତାରିଖ 2026 ଠାରୁ ଆଧାର ବ୍ୟବହାରକାରୀମାନେ ସମ୍ପୂର୍ଣ୍ଣ 16 ଘଣ୍ଟା ପାଇଁ ସ୍ୱତନ୍ତ୍ର ଅନଲାଇନ୍ ବୁକିଂ କରିପାରିବେ। ଆଧାର ନଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ସମାପ୍ତ ହେବା ପରେ ହିଁ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ। ରେଳବାଇ ସ୍ପଷ୍ଟ କରିଛି ଯେ ଏହି ନିୟମ କେବଳ ଅନଲାଇନ୍ ବୁକିଂ ପାଇଁ ପ୍ରଯୁଜ୍ୟ ଏବଂ କାଉଣ୍ଟର ଟିକେଟ୍ ସମାନ ରହିବ। ଯଦି ଆଧାର ଲିଙ୍କ ହୋଇନାହିଁ, ତେବେ ଦୟାକରି ଆପଣଙ୍କ ପ୍ରୋଫାଇଲକୁ ଯାଇ ତୁରନ୍ତ ଏହାକୁ ପୂରଣ କରନ୍ତୁ। ଏହି ସୁବିଧା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ପିକ୍ ସିଜନ ସମୟରେ ନିଶ୍ଚିତ ଟିକେଟ୍ ପାଇବାର ସମ୍ଭାବନା ବୃଦ୍ଧି ପାଇଛି। ଆସିଲା ପରବର୍ତ୍ତୀ ଖବର। ଡିଜିଟାଲ ପେମେଣ୍ଟ ଏବଂ ୟୁପିଆଇର ବର୍ଦ୍ଧିତ ଲୋକପ୍ରିୟତା ଏଟିଏମର ଆବଶ୍ୟକତାକୁ ହ୍ରାସ କରିଛି। ଆରବିଆଇ ତଥ୍ୟ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଗୋଟିଏ ବର୍ଷରେ 2360 ଏଟିଏମ୍ ବନ୍ଦ କରିଛନ୍ତି। 2025 ମାର୍ଚ୍ଚ ସୁଦ୍ଧା ଦେଶର ମୋଟ ଏଟିଏମ୍ ସଂଖ୍ୟା 2,51,057କୁ ହ୍ରାସ ପାଇଥିଲା। ଲୋକମାନେ ଏବେ ନଗଦ ବଦଳରେ ଅନଲାଇନ୍ କାରବାରକୁ ପସନ୍ଦ କରୁଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକ ସର୍ବାଧିକ ଏଟିଏମ୍ ହଟାଇ ଦେଇଛନ୍ତି, ଯାହାଫଳରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ସରକାରୀ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ଶାଖାଠାରୁ ଦୂରରେ ଥିବା ଏଟିଏମ୍କୁ ବନ୍ଦ କରିଦେଇଛନ୍ତି। ତଥାପି ଘରୋଇ ହ୍ୱାଇଟ୍ ଲେବଲ୍ ଏଟିଏମ୍ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଟିଏମ୍ରେ ହ୍ରାସ ସତ୍ତ୍ୱେ ନୂତନ ବ୍ୟାଙ୍କ ଶାଖା ଯୋଡ଼ା ହେଉଛି। ସରକାରୀ କ୍ଷେତ୍ରରେ ବ୍ୟାଙ୍କ ସଂଖ୍ୟା ଏବେ 1,64,000 ଅତିକ୍ରମ କରିଛି। ଏହି ପରିବର୍ତ୍ତନ ଦର୍ଶାଉଛି ଯେ ଭାରତୀୟମାନେ ଏବେ ଏକ ନଗଦହୀନ ଅର୍ଥନୀତିକୁ ଗ୍ରହଣ କରୁଛନ୍ତି। ନଗଦ ବ୍ୟବହାର ହ୍ରାସ ପାଇବା ଦ୍ୱାରା ଭବିଷ୍ୟତରେ ଏଟିଏମ୍ ସଂଖ୍ୟା ଆହୁରି ହ୍ରାସ ପାଇପାରେ। ବ୍ୟାଙ୍କଗୁଡ଼ିକ କେବଳ ଡିଜିଟାଲ ପେମେଣ୍ଟ ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଆସିଲା ପରବର୍ତ୍ତୀ ଖବର। ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ 100 ମିଲିଗ୍ରାମରୁ ଅଧିକ ଓଜନର ଟ୍ୟାବଲେଟ୍ ଉତ୍ପାଦନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ମଣିଷ ପାଇଁ ବିପଦଜନକ ମନେକରି ଏହି ପ୍ରତିବନ୍ଧକ ଲାଗୁ କରିଛି। ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିବା ପାଇଁ ଡ୍ରଗ୍ସ ଟେକ୍ନିକାଲ ବୋର୍ଡର ପରାମର୍ଶରେ ଏହି କଡ଼ା ନିଷ୍ପତ୍ତି ନିଆଯାଇଛି। ଏବେ ବଜାରରେ ଏହି ଔଷଧର ବଣ୍ଟନ ନିଷେଧ କରାଯିବ, କାରଣ ସୁରକ୍ଷିତ ବିକଳ୍ପ ଉପଲବ୍ଧ। ପିଲାମାନଙ୍କ ପାଇଁ ଏହି ଯନ୍ତ୍ରଣା ନିବାରକ ଭାରତରେ ପୂର୍ବରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। ଆମେରିକା ଏବଂ ଜାପାନ ଭଳି ବିକଶିତ ଦେଶ ଏହାକୁ ବର୍ଷ ବର୍ଷ ପୂର୍ବରୁ ହଟାଇ ଦେଇଥିଲେ। ରୋଗୀମାନଙ୍କୁ ନିରାପଦ ଔଷଧ ଲେଖିବା ପାଇଁ ଡାକ୍ତରମାନଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ସରକାର ଏବେ ଅଙ୍ଗ କ୍ଷତି ପହଞ୍ଚାଇ ପାରୁଥିବା ସମସ୍ତ ଔଷଧର ତଦନ୍ତ କରୁଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଏବେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଏବେ ଔଷଧ କମ୍ପାନୀଗୁଡ଼ିକୁ ତୁରନ୍ତ ସେମାନଙ୍କର ଉତ୍ପାଦନ ବନ୍ଦ କରିବାକୁ ପଡ଼ିବ। ଆସିଲା ପରବର୍ତ୍ତୀ ଖବର। ଏକ ଆମେରିକା ରିପୋର୍ଟ ଅନୁସାରେ 2026ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ଯୁଦ୍ଧ ବିଷୟରେ ଚେତାବନୀ ଦିଆଯାଇଛି। ଥିଙ୍କ ଟ୍ୟାଙ୍କ ସିଏଫଆର ଅନୁଯାୟୀ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଏହି ଯୁଦ୍ଧର ମୁଖ୍ୟ କାରଣ ହେବ। ରିପୋର୍ଟରେ କୁହାଯାଇଛି ଯେ ଉଭୟ ଦେଶ ମାରାତ୍ମକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛନ୍ତି, ଯାହାଫଳରେ ସୀମାରେ ଉତ୍ତେଜନା ବୃଦ୍ଧି ପାଉଛି। ଦାରିଦ୍ର୍ୟ ସତ୍ତ୍ୱେ ପାକିସ୍ତାନ ଚୀନ ସହାୟତାରେ ଗୁପ୍ତ ଚୁକ୍ତିନାମା ମାଧ୍ୟମରେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଭାରତ ମଧ୍ୟ ଆତଙ୍କବାଦ ବିରୁଦ୍ଧରେ କଠୋର ମନୋଭାବ ଗ୍ରହଣ କରିଛି ଏବଂ ଏହାର ସୁରକ୍ଷା ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରିଛି। ପରମାଣୁ ଅସ୍ତ୍ର ସହିତ ସଜ୍ଜିତ ଏହି ସଂଘର୍ଷ ପୂର୍ବ ଅପେକ୍ଷା ଅଧିକ ହିଂସା ହୋଇପାରେ। ଏକ ବଡ଼ ଆକ୍ରମଣ ପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଆହୁରି ଖରାପ କରିପାରେ ବୋଲି ଏକ ଦୃଢ଼ ସମ୍ଭାବନା ରହିଛି। ବିଶ୍ୱର ଦେଶଗୁଡ଼ିକୁ ଏବେ ଏହି ଉତ୍ତେଜନାକୁ କମ୍ କରିବା ପାଇଁ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦିଆଯାଇଛି। ଭାରତ ତା'ର ସୀମାକୁ ସୁରକ୍ଷା ଦେବାରେ ସଜାଗ ଅଛି ଏବଂ ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବ। ଆସିଲା ପରବର୍ତ୍ତୀ ଖବର। ମକର ମେଳା ଯୋଗୁଁ କଟକର ପ୍ରସିଦ୍ଧ ଟି ବ୍ରିଜ୍ 4 ଦିନ ପାଇଁ ବନ୍ଦ ରହିବ। ବାବା ସିଂହନାଥ ପୀଠରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସେତୁରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ହେବ। ଭକ୍ତଙ୍କ ସୁରକ୍ଷା ପାଇଁ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ। ବଡ଼ମ୍ବା, ଗୋପୀନାଥପୁର ଏବଂ ବାଙ୍କୀ ବୈଦ୍ୟେଶ୍ଵରର ଉଭୟ ପାର୍ଶ୍ୱର ରାସ୍ତା ବନ୍ଦ ରହିବ। ମକର ମେଳା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି, ତେଣୁ କଡ଼ା ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।
ମନ୍ଦିର ପ୍ରଶାସନ ଏବଂ ପୋଲିସ ମଧ୍ୟରେ ଏକ ବୈଠକ ପରେ ଏହି ଚୂଡ଼ାନ୍ତ ସୁରକ୍ଷା ନିଷ୍ପତ୍ତି ନିଆଯାଇଛି। ଦର୍ଶନ ବାଧାପ୍ରାପ୍ତ ନ ହେବା ପାଇଁ ମେଳା ସମୟରେ ପଦଯାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବ। ପ୍ରଶାସନ ଜନସାଧାରଣଙ୍କୁ ସହଯୋଗ ଏବଂ ବିକଳ୍ପ ରାସ୍ତା ବ୍ୟବହାର ପାଇଁ ନିବେଦନ କରିଛି।